ଚୁଟି କାଟିଲା ବେଳେ ତ ଏମିତି ଏକ୍ସପେକ୍ଟେସନ ଥିଲା, ଘରକୁ ଆସିଲା ପରେ ଏମିତି ହେଇଯିବ କିଏ ଭାବିଥିଲା ମୋ ଭାଇ। ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ସାଉଣ୍ଡ କଣ ହଉଛି ବାହାରକୁ ଆସିକି ଦେଖିଲା ବେଳେ ଆଜି ଆମ ସାହିରେ ଆସୁଥିଲା ପାଣି ସକାଳୁ। ଯୋଉ ଦିନ ସାହିରେ ପାଣି ଆସିବ ସେଦିନ ସକାଳୁ ସକାଳୁ ତ ହାଲ୍ଲା ହବାଟା ସିଓର। ଏମିତି ହାଲ୍ଲା ହେଲା ଯେ ମୋର ନିଦ ହିଁ ଭାଙ୍ଗିଗଲା। ଦେନ୍ ମୁଁ ପଳା ଆସିଲି ସାଇକେଲିଂ କରି କରି ସୋନପୁର, କାହିଁକି ନା ମତେ ଆଜି ହେୟାର ଷ୍ଟାଇଲ କରିବାର ଥିଲା। ଏଇ ଯୋଉ ରାସ୍ତାଟା ଦେଖୁଛ ନା ଭାଇ, ଏଇଟା ସୋନପୁରରୁ ଆମ ଗାଁକୁ ଯିବା ପାଇଁ ରାସ୍ତାଟା। ଫାଇନାଲି ମୁଁ ଏବେ ପଳା ଆସିଲି ସୋନପୁର। ସୁନିଲ ଭାଇର ସେଲୁନକୁ ଆସିକି ଦେଖିଲା ବେଳକୁ ତ ଭିଡ ତ ପ୍ରବଳ ଥିଲା। ଭାଇଙ୍କ ସେଲୁନକୁ ଆସିଲା ପରେ ତ ମାଇଣ୍ଡ ସେଟ୍ କରିବାର ଅଛି ଯେ ଅଧଘଣ୍ଟା କି 45 ମିନିଟ୍ ଜଗିଲା ପରେ ହିଁ ମୋର ନମ୍ବର ଆସିବ। ମୁଁ ଯେମିତି ଜଗିଥିଲି ଆଉ ଭାଇମାନେ ବି ଜଗିଥିଲେ, ତାଙ୍କର ବି ନମ୍ବର ଆସିଥିଲା। ତାଙ୍କ ପରେ ମୋର ନମ୍ବର ଆସିବ ବୋଲି ମୁଁ ୱେଟ୍ କରିଥିଲି। ଅଧଘଣ୍ଟା କି 45 ମିନିଟ୍ ୱେଟ୍ କଲା ପରେ ମୋର ବି ନମ୍ବର ପଳା ଆସିଥିଲା। ଭାଇନା ତ ପୁରା କ୍ଲିପ୍ ଫ୍ଲିପ୍ ମାରି ପୁରା ରେଡି କରିଦେଲେ। ସୁନିଲ ଭାଇ ତା ହାତର କମାଲ ବି ଦେଖେଇଦେଲେ। ଆମର ତ ଜାଣିଛ ଭାଇ 50-60 ଟଙ୍କାରେ ପୁରା ସଫା ହେୟାର ଡ୍ରାଇ ମାର କି ଫେସିଂ ସବୁ ଯାକ ପୁରା 50-60ରେ ପୁରା କଭର। ଲାଷ୍ଟ ଟାଇମ୍ ବି ସୁନିଲ ଭାଇର ସେଲୁନରେ ମୁଁ ହେୟାର ଷ୍ଟାଇଲ କରିଥିଲି ଆଉ ଭିଡ଼ିଓ ବନେଇଥିଲି, ବହୁତ ଭଲ ପାଇବା ମିଳିଥିଲା। ଯୋଉ ଭାଇମାନେ ବି ସୁନିଲ ଭାଇ ପାଖରେ ହେୟାର ଷ୍ଟାଇଲ କରୁଛ ମତେ ଟିକେ କମେଣ୍ଟରେ କହିଦବ। ଭାଇ ତ ପୁରା ଫେସିଂ କଲା ପରେ ମୁହଁରେ ପୁରା ପାଣି ଫାଣି ମାରିକି ଆହୁରି ଟିସ୍ୟୁ ପେପର ମୁହଁଟା ପୁରା ସଫା କରିଦେଲା। ଯାହା ବି କହ ଭାଇ, ଆଉଟ୍ ଅଫ୍ ଲୁକ୍ ଟା ପୁରା ଏକ୍ସଲେଣ୍ଟ ଆଉ କେରକେରା ହେଇଗଲା। ଫାଇନାଲି ସୁନିଲ ଭାଇ ପୁରା ମୋର ତ ଆଉଟ୍ ଅଫ୍ ଲୁକ୍ ଟା ପୁରା ଚେଞ୍ଜ କରିଦେଲା, ପୁରା କେରକେରା। ଫାଇନାଲି ଘରକୁ ଆସିଲା ପରେ ୱାଟରମେଲନ୍ ଟା ମୋ ପାଇଁ ପୁରା ଜଗିଥିଲା। ତାପରେ ମୁଁ ତ ପୁରା ସେଇଟାକୁ ସଫା କରିଦେଲି। ପୁଣି ଦେଖା ହବା ନୂଆ ଏକ ଇଣ୍ଟରେଷ୍ଟିଂ ଭିଡିଓରେ। ଲାଇକ୍ ଆଣ୍ଡ ସବସ୍କ୍ରାଇବ।